ଯେତେବେଳେ ଭଗବାନ ଘରେ ବାସ କରନ୍ତି ସେତେବେଳେ ମିଳିଥାଏ ଏହି ସଂକେତ। ଲୋକମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁତ ଉପାସନା କରନ୍ତି ଏବଂ ଉପାସନା କରନ୍ତି ସକାଳ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ଠାରୁ ଆରମ୍ଭ କରି ଭଗବାନଙ୍କୁ ଭୋଗ ଅର୍ପଣ କରନ୍ତି, ଯାହାଦ୍ୱାରା ଈଶ୍ୱର ଆଶୀର୍ବାଦ ସେମାନଙ୍କ ଉପରେ ରହିଥାଏ ଏବଂ ସେମାନଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ନ ପଡ଼ୁ। ସମସ୍ତେ ଜାଣୁ ଯେ ଭଗବାନଙ୍କୁ ଉପାସନା କଲେ ସେ ଆମ ଉପରେ ସନ୍ତୁଷ୍ଟ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ସେ ଏହି ବିଷୟରେ ଆମକୁ ସଂକେତ ମଧ୍ୟ ଦିଅନ୍ତି। ତେବେ ଆସନ୍ତୁ ଏହି ସଂକେତ ଗୁଡ଼ିକ ବିଷୟରେ ଜାଣିବା, ଯାହା ଆମକୁ ଜଣାଥାଏ ଯେ ଈଶ୍ୱରଙ୍କ ବିଷୟରେ ଆଶୀର୍ବାଦ ଆମ ଉପରେ ଅଛି। ଯଦି ଆପଣ ରାତିରେ ଶୋଇବା ସମୟରେ ବାରମ୍ବାର ସ୍ୱପ୍ନ ଦେଖନ୍ତି ଏବଂ ଆପଣ ସ୍ୱପ୍ନରେ ମନ୍ଦିର, ଦେବୀ ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋ ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଛି। ଯଦି ଅନେକ ଥର ଏକ ଘଟେ ଯାହା ଆପଣ କୌଣସି ନିଷ୍ପତ୍ତି ନେବାକୁ ଆଗକୁ ବଢ଼ିବା ବେଳେ ଆପଣଙ୍କର ମନରେ କିଛି ସନ୍ଦେହ ଆସେ, ସବୁ କିଛି ଠିକ୍ ହେବା ପରେ ମଧ୍ୟ ଏମିତି ଘଟେ ଯାହା ଆପଣଙ୍କୁ ସେହି ନିଷ୍ପତ୍ତି ନେବାରୁ ଅଟକାଇଥାଏ, ଏହାର ଅର୍ଥ ଏହି ଯେ ଆପଣଙ୍କର ଉପରେ କୌଣସି ଦୈବିକ ଶକ୍ତି ଆଶୀର୍ବାଦ ଅଛି। ଯେଉଁମାନଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ଥାଏ, ସେମାନଙ୍କ ଧନୀ କିମ୍ବା ଗରିବ ହୁଅନ୍ତୁ, ସେମାନଙ୍କୁ ସର୍ବତ୍ର ସମ୍ମାନ ମିଳିଥାଏ। ପରିଶ୍ରମ କରିବା ଉପରେ ମଧ୍ୟ କେହି ସଫଳତା ହାସଲ କରେ, ଏହା ଈଶ୍ୱରଙ୍କ ଅନୁଗ୍ରହର ସଂକେତ ଅଟେ। ଯେଉଁମାନଙ୍କ ଉପରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି, ସେମାନଙ୍କୁ ପ୍ରଭୁ ସମସ୍ତ ଅସୁବିଧାଠାରୁ ରକ୍ଷା କରନ୍ତି। ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଖୁସି ରୁହନ୍ତି। ସେମାନଙ୍କ ଜୀବନରେ ଯେତେ ଦୁଃଖ ହେଉନା କାହିଁକି, ସେମାନେ ସର୍ବଦା ଖୁସିରେ ରୁହନ୍ତି। ସେମାନେ କୌଣସି ସମସ୍ୟାକୁ କେବେ ବି ଭୟ କରନ୍ତି ନାହିଁ। ପ୍ରତ୍ୟେକ ଅସୁବିଧାର ସେହିପରି ବ୍ୟକ୍ତିବିଶେଷ ସହଜରେ ଦୂର ହୋଇଯାଇପାରେ। ପେଚା ଦେଖିବାର ଏହି ଶୁଭ ସଂକେତ ଅଟେ। ହିନ୍ଦୁ ଧର୍ମ ପେଚାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଇଛି। ଏହାକୁ ଦେବୀ ଲକ୍ଷ୍ମୀଙ୍କ ବାହନ ଭାବରେ ବିବେଚନା କରାଯାଏ। ତେଣୁ ଯଦି ଆପଣ କୌଣସି ସ୍ଥାନରେ ପେଚା ଦେଖନ୍ତି, ତେବେ ଏହା ଏକ ଶୁଭ ସଂକେତ ଭାବରେ ବିବେଚନା କରାଯିବ। ଯଦି କେଉଁଠି ହଠାତ୍ ଆପଣ ପେଚା ଦେଖନ୍ତି, ତେବେ ବୁଝିପାରିବେ ଯେ ଶୀଘ୍ର ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସନ୍ତି। ସେଠାରେ ଲୋକଙ୍କ ଖାଇବା ଅଭ୍ୟାସରେ ଏକ ପରିବର୍ତ୍ତନ ଆସିଯାଏ। ସେମାନଙ୍କର ଖାଇବା ଅଭ୍ୟାସ ବଦଳିବା ଆରମ୍ଭ କରେ। କୁହାଯାଏ ଯେ ଏହିପରି ଘରେ ଲୋକମାନେ କମ୍ ଭୋକିଲା ଅନୁଭବ କରନ୍ତି। ବିଶେଷ କଥା ଏହା ହେଉଛି, ଏହି ଘରର ଲୋକମାନଙ୍କ ପାଇଁ କମ୍ ଖାଦ୍ୟ ମଧ୍ୟ ଯଥେଷ୍ଟ ମହୂନ ହୁଏ। ଏହା ବ୍ୟତୀତ ଏପରି ଘରର ଲୋକମାନେ ନିଶାଯୁକ୍ତ ଏବଂ ମାଂସାହାରୀ ଖାଦ୍ୟଠାରୁ ଦୂରରେ ରହିବା ଆରମ୍ଭ କରନ୍ତି। ସ୍ୱଚ୍ଛତା ବହୁତ ଭଲ ପାଆନ୍ତି। ଦେବୀ ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଠାରେ ସବୁଆଡ଼େ ସଫା ରୁହଥାଏ। ଏହା ବ୍ୟତୀତ ଘର ସଫା କରିବା ପାଇଁ ବ୍ୟବହୃତ ଝାଡ଼ୁ ମଧ୍ୟ ଦେବୀ ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ। ଏହାକୁ ଯଦି ଆପଣ ସକାଳେ ଘରୁ ବାହାରକୁ ଗଲେ ଯେତେବେଳେ କୌଣସି ଲୋକଙ୍କୁ ଝାଡ଼ୁ କରୁଥିବାର ଦେଖନ୍ତି, ତେବେ ଏହାର ଏକ ବହୁତ ଶୁଭ ସଂକେତ। ଶଙ୍ଖ ବାଜିବା ଶୁଭ ସଂକେତ ଦେଇଥାଏ। ହିନ୍ଦୁ ଧର୍ମରେ ଶଙ୍ଖକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। କେବଳ ଏତିକି ନୁହେଁ, ଶଙ୍ଖର ଶବ୍ଦ ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ପୂଜା ପାଠ ଯେ କୌଣସି ଶୁଭ ଉତ୍ସବରେ ଶଙ୍ଖ ଫୁଙ୍କାଯାଏ। ଯଦି କୌଣସି ସକାଳୁ ଉଠିବା ପରେ ଶଙ୍ଖ ଶବ୍ଦ ଶୁଣନ୍ତି, ତେବେ ଏହା ଏକ ଭଲ ସଂକେତ। ବିଶ୍ୱାସ କରାଯାଏ ଯେ ସକାଳୁ ଉଠିବା ପରେ ଶଙ୍ଖର ଶବ୍ଦ ଶୁଣିବା ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନକୁ ସୂଚିତ କରେ। ଲଗାତାର ଦି ଦିନ ଘରକୁ ବାହାରକୁ ଯିବାବେଳେ ଯଦି ଆପଣଙ୍କ ନୀଳକଣ୍ଠ ପକ୍ଷୀ ଦେଖନ୍ତି, ତେବେ ବୁଝିବାକୁ ହେବ ଯେ ଭଗବାନ ଆପଣଙ୍କ ଡାକ ଶୁଣିଛନ୍ତି। ଆପଣଙ୍କର କୌଣସି ବଡ଼ ଇଚ୍ଛା ଶୀଘ୍ର ପୂର୍ଣ୍ଣ ହେବାର ଯାଉଛି। ନୀଳକଣ୍ଠ ପକ୍ଷୀ ଦୃଶ୍ୟମାନ ହେବା ମହାଦେବଙ୍କ ଆଶୀର୍ବାଦର ସଂକେତ ଅଟେ।
ଯଦି ଧଳା ଗାଈମାନେ ଆପଣଙ୍କ ଘର ସାମ୍ନାରେ ବାରମ୍ବାର ଆସିବା ଆରମ୍ଭ କରନ୍ତି କିମ୍ବା କେଉଁ ଦିନ କୌଣସି ଧଳା ଗାଈ ଆପଣଙ୍କ ଘର ସାମ୍ନାରେ ଆସି ତାର ବାଛୁରୀକୁ କ୍ଷୀର ଖାଇବାକୁ ଦିଏ, ତେବେ ଏହା ଆପଣଙ୍କ ଉପରେ ଦେବଦେବୀଙ୍କର ଆଶୀର୍ବାଦ ଥିବାର ଏକ ସ୍ପଷ୍ଟ ସଂକେତ ଅଟେ। ଏହା ଜଣାଉଛି ଯେ ଆପଣଙ୍କର ପୂଜା ଓ ପ୍ରାର୍ଥନା ସଫଳ ହୋଇଛି ଏବଂ ଆପଣଙ୍କର ଜୀବନର ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି। ଭଗବାନ ଆପଣଙ୍କ ସମସ୍ତ ଅସୁବିଧା ଏବଂ ଖରାପ ଦିନକୁ ସମାପ୍ତ କରିବେ। ଘରର ଆଖପାଖରେ କୌଣସି ପକ୍ଷୀ ନିଜର ବସା ବାନ୍ଧିଥାଏ, ଏହା ଜଣାଯାଇଛି ଯେ ଆପଣଙ୍କର ପୂଜା ସଫଳ ହୋଇଛି। ଏହା ଘର ପାଇଁ ବହୁତ ଶୁଭ ସଂକେତ ଅଟେ। ଭୁଲରେ ମଧ୍ୟ ପକ୍ଷୀ ଏବଂ ସେମାନଙ୍କର ଶିଶୁମାନଙ୍କୁ ବିଚଳିତ କରନ୍ତୁ ନାହିଁ, ତା ବଦଳରେ ସେମାନଙ୍କ ପାଖକୁ କିଛି ଖାଦ୍ୟ ଏବଂ ଜଳ ରଖନ୍ତୁ। ଯଦି ପୂଜା କରିବା ସମୟରେ ଆପଣ ଏତେ ଭାବପ୍ରବଣ ହୋଇଥାନ୍ତି ଯେ ଆପଣଙ୍କ ଆଖିରୁ ଲୁହ ଝରିବାକୁ ଲାଗେ, ତେବେ ଏହା ଏକ ସଂକେତ ଅଟେ ଯେ ଈଶ୍ୱର ଆପଣଙ୍କର ହୃଦୟର ପୀଡ଼ାକୁ ବୁଝିଛନ୍ତି। ଯଦି ଆପଣ ସକାଳେ ପୂଜା କରିବା ପରେ ଘରକୁ ବାହାରକୁ ଯାଆନ୍ତି ଏବଂ ମାଙ୍କଡ଼ମାନଙ୍କର ଗୋଷ୍ଠୀ ଦେଖନ୍ତି, ତେବେ ଏହାର ଅର୍ଥ ମଧ୍ୟ ଆପଣଙ୍କର ପୂଜା ସଫଳ ହେବାକୁ ଯାଉଛି ଏବଂ ଭଗବାନ ଆପଣଙ୍କ ପ୍ରତି ଦୟାଳୁ ଅଟନ୍ତି। ମାଙ୍କଡ଼ମାନଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଘରେ କୌଣସି ଧୂପକାଠି, ରୁମ୍ ସ୍ପ୍ରେ କିମ୍ବା କୃତ୍ରିମ ଧୂପ ବିନା ହିଁ ସୁଗନ୍ଧ ଏବଂ ସଚେତନା ଅନୁଭବ କରୁଛନ୍ତି, ତେବେ ବୁଝିବାକୁ ହେବ ଯେ ଆପଣ ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ଏବଂ ଆପଣଙ୍କ ଦିନ ଯଥାଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ପୂଜା କରିବା ସମୟରେ ଘରେ କୌଣସି ଅତିଥିଙ୍କ ଆଗମନ ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ସଂକେତ ଅଟେ। ଯଦି ଅତିଥି ଉପହାର ନେଇ ଆସିଛନ୍ତି, ତେବେ ଏହାକୁ ଏକ ସ୍ପଷ୍ଟ ସଂକେତ ଅଟେ ଯେ ଈଶ୍ୱର ଆପଣଙ୍କର ଉପାସନା ଗ୍ରହଣ କରିଛନ୍ତି। ସମୟରେ ଯଦି ଦୀପ ହଠାତ୍ ଜୋରରେ ଜଳିବା ଆରମ୍ଭ କରେ, ତେବେ ବୁଝନ୍ତୁ ଯେ ଆପଣଙ୍କର ପୂଜା ସଫଳ ହେବାକୁ ଯାଉଛି ଏବଂ ଈଶ୍ୱରଙ୍କ ଅନୁଗ୍ରହରେ ଆପଣଙ୍କର ଦୁଃଖ ଦିନ ଶୀଘ୍ର ସମାପ୍ତ ହେବ। ଯଦି ଆପଣଙ୍କର ଦିନ ସକାଳ 3ଟାରୁ 5:30 ମଧ୍ୟରେ ଯଥା ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିଯାଏ, ତେବେ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ସଂକେତ। ଭଗବାନ ଆପଣଙ୍କର ଭକ୍ତି ସନ୍ତୁଷ୍ଟ ଅଛନ୍ତି। ଜଣେ ବ୍ୟକ୍ତି ଯାହାର ଦିନ ହଠାତ୍ ରାତି 3ଟା ବେଳେ ଜାଗ୍ରତ ହୁଏ, ଏମିତି ମାନ୍ୟତା ଅଛି ଯେ ରାତି 3ଟା ପରେ ସବୁ ଦେବାଦେବୀଙ୍କର ଶକ୍ତି ଜାଗ୍ରତ ହୋଇଥାଏ, ଯିଏ ଆପଣଙ୍କୁ ବହୁତ କିଛି କହିବାକୁ ଚାହୁଁଛନ୍ତି। ଏହିପରି ପରିସ୍ଥିତିରେ 3ଟା ଉପରେ ଆପଣଙ୍କ ଦିନ ବାରମ୍ବାର ଭାଙ୍ଗିବା ଗୋଟିଏ ଶୁଭ ସଂକେତ ଅଟେ। ଏଥିସହିତ ରାତି 3ଟା ପରେ ଭଗବାନଙ୍କୁ ମାଗୁଥିବା ବର କେବେ ଖାଲି ଯାଏ ନାହିଁ। ଭଗବାନଙ୍କ ନିଶ୍ଚିତ ଭାବରେ ଆପଣଙ୍କ ପ୍ରାର୍ଥନା ଶୁଣନ୍ତି। ଯଦି ଆପଣଙ୍କ ସ୍ୱପ୍ନରେ ଉଚ୍ଚ ପର୍ବତ ଏବଂ ସେଠାରୁ ପ୍ରବାହିତ ଏକ ଜଳପ୍ରପାତ ଦେଖୁଛନ୍ତି ଏବଂ ଯଦି ଆପଣଙ୍କର ସ୍ୱପ୍ନରେ ସେହି ପାଣି ପିଅନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ଯଦି ଆପଣ ନିଜର ଶିକ୍ଷା ଉପଯୁକ୍ତ ବ୍ୟବହାର କରିବା ଆପଣଙ୍କର ପରିବାର ଚଳାଇବାକୁ ସକ୍ଷମ, ତେବେ କେବଳ ଭଗବାନଙ୍କ କୃପା ଦ୍ୱାରା ଏହା ସମ୍ଭବ। ଦୁନିଆରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଶିକ୍ଷିତ ହୋଇଥିଲେ ମଧ୍ୟ ଶିକ୍ଷାର ସଠିକ୍ ଉପଯୋଗ କରିବାରେ ସକ୍ଷମ ନୁହନ୍ତି। ଯେଉଁମାନଙ୍କର ସ୍ୱାସ୍ଥ୍ୟ ଭଲ, ସେମାନେ ମଧ୍ୟ ଈଶ୍ୱରଙ୍କ ଠାରୁ ବିଶେଷ ଆଶୀର୍ବାଦ ପାଆନ୍ତି। ଖରାପ ସ୍ୱାସ୍ଥ୍ୟ ବଳ ଆପଣଙ୍କର ଶରୀରକୁ ପ୍ରଭାବିତ କରେ ନାହିଁ, ବରଂ ଅନେକ ଆର୍ଥିକ କ୍ଷତି ମଧ୍ୟ କରାଇଥାଏ। ତେଣୁ ସୁସ୍ଥ ଶରୀର ଥିବା ଲୋକମାନେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। ଯଦି ଆପଣ ଏକ ଉପଯୁକ୍ତ ଜୀବନସାଥୀ ପାଇଛନ୍ତି, ତେବେ ଏହା କେବଳ ଭଗବାନଙ୍କ କୃପା ଦ୍ୱାରା ସମ୍ଭବ। ଜଣେ ଭଲ ଜୀବନସାଥୀ ଆପଣଙ୍କର ସମଗ୍ର ଜୀବନକୁ ଖୁସି କରିପାରେ, କିନ୍ତୁ ଯଦି ଆପଣ ଏକ ଖରାପ ଜୀବନସାଥୀ ପାଇବେ, ତେବେ ଆପଣଙ୍କର ପୁରା ଜୀବନ ଝଗଡ଼ା ଏବଂ ଅସୁବିଧା ମଧ୍ୟ ଚାଲିଯାଏ।
ଯଦି କୌଣସି ବ୍ୟକ୍ତି ସନ୍ତାନ ଆଜ୍ଞାକାରୀ ତେବେ ଏହାର ମଧ୍ୟ ଈଶ୍ୱରଙ୍କର କୃପା ସଚେତ। ଆଜିର ଯୁଗରେ ଅଧିକାଂଶ ଲୋକ ନିଜ ସନ୍ତାନ ହେତୁ ହିଁ ବହୁତ ଚିନ୍ତାରେ ରୁହନ୍ତି। ଯେଉଁମାନଙ୍କର ଭୁଲ ଓ ଠିକ୍ ମଧ୍ୟ ପାର୍ଥକ୍ୟ କରିବା କ୍ଷମତା ଥାଏ, ସେମାନଙ୍କୁ ନିଶ୍ଚିତ ରୂପେ ତାଙ୍କର କୁଳ ଦେବତା ବା ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯେଉଁମାନେ ସ୍ୱପ୍ନରେ ଦେବାଦେବୀଙ୍କୁ ଦେଖନ୍ତି ସେମାନଙ୍କୁ ଭଗବାନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ନଚେତ୍ ସମସ୍ତେ ଈଶ୍ୱରଙ୍କୁ ଦେଖିବା ସମ୍ଭବ ନୁହେଁ। ଯେଉଁ ବ୍ୟକ୍ତି କ୍ରୋଧକୁ ନିୟନ୍ତ୍ରଣ କରିପାରେ, ଯାହା ମନ ଶାନ୍ତ ରହିଥାଏ, ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାଧାରଣ ଭାବରେ ସାମ୍ନା କରେ, ଏପରି ଲୋକମାନଙ୍କର ଉପରେ ଭଗବାନଙ୍କର ହାତ ନିଶ୍ଚିତ ଥାଏ। କେବଳ ସେତେବେଳେ ହିଁ ଏହାକୁ ସବୁ ସମ୍ଭବ ହୋଇପାରିଥାଏ। ଭଗବାନ ତାଙ୍କ ପ୍ରକୃତ ରୂପରେ ଆମ ପାଖରୁ ଦୃଶ୍ୟମାନ ହୁଅନ୍ତି, କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେ ଯେଉଁମାନେ ଈଶ୍ୱରଙ୍କ ସହ ସମାନ ବିବେଚିତ ହୁଅନ୍ତି। ଏମାନଙ୍କ ମଧ୍ୟରେ ପିତାମାତା, ଗୁରୁ ଏବଂ ବ୍ରାହ୍ମଣ ପୂଜା ସମୟରେ ଯଦି ଏହି ଲୋକମାନଙ୍କ ମଧ୍ୟରୁ କେହି ଆପଣଙ୍କର ଘରେ ପ୍ରବେଶ କରନ୍ତି, ତେବେ ଏହାର ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଆପଣ ସେମାନଙ୍କୁ କେବଳ ବି ଖାଲି ହାତରେ ଫେରାଇବା ଉଚିତ ନୁହେଁ। ପୂଜା ସମୟରେ ଯଦି ମୂର୍ତ୍ତି କିମ୍ବା ଭଗବାନଙ୍କ ପ୍ରତିମୂର୍ତ୍ତି କୌଣସି ଫୁଲ ବା ଫୁଲମାଳ ଆପଣଙ୍କ ନିକଟରେ ପଡ଼େ, ତେବେ ଏହାର ବହୁତ ଭଲ ସଂକେତ ଅଟେ। ଏହି ସବୁ ସଂକେତ ଏହା ଦର୍ଶାଏ ଯେ ଈଶ୍ୱରଙ୍କ କୃପା ଆପଣଙ୍କ ଉପରେ ଅଛି ଏବଂ ଆପଣଙ୍କର ଇଚ୍ଛା ଶୀଘ୍ର ପୂର୍ଣ୍ଣ ହେବାକୁ ଯାଉଛି। ଯଦି ଭଗବାନ ଆପଣଙ୍କୁ ଭଲ ପାଆନ୍ତି, ତେବେ ତାଙ୍କର ପ୍ରଥମ ସଂକେତ ହେଉଛି ଆପଣ ଯାହା ବି କରନ୍ତୁ ସେଥିରେ ବିଫଳ ହେବ ହିଁ। ଏହାକୁ ପଢ଼ିବାର ପରେ ଆପଣଙ୍କ ଅଜବ ଏବଂ ଖରାପ ଅନୁଭବ କରିପାରନ୍ତି, କିନ୍ତୁ ଏହାର ସତ୍ୟ ଯେ ଆପଣ ନିଜର 100% ଦେବେ ଏବଂ କଠିନ ପରିଶ୍ରମ କରିବେ, କିନ୍ତୁ ସଫଳତା ପାଇବେ ନାହିଁ। ଏବଂ ଏହାର ବାରମ୍ବାର ଘଟିବ ଯେ ପର୍ଯ୍ୟନ୍ତ ଆପଣଙ୍କର ଆଖି ଖୋଲି ନାହିଁ। ଅନ୍ୟ ଏକ ସଂକେତ ହେଉଛି ଆପଣଙ୍କର ନିଜ ଉପରେ ଥିବା ଆତ୍ମବିଶ୍ୱାସ ଶେଷ ହୋଇଯିବ। ଯେତେବେଳେ ଭଗବାନ ଆପଣଙ୍କ ସହିତ ଅଛନ୍ତି, ସେତେବେଳେ ଆପଣ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କରିବେ ଏବଂ ପରବର୍ତ୍ତୀ ସମୟରେ କ'ଣ କରିବେ ଆପଣ ଜାଣିପାରିବେ ନାହିଁ। ଆପଣ ନିଜକୁ ଏପରି ପରିସ୍ଥିତିରେ ଅନୁଭବ କରିବେ ଯେଉଁଠାରେ କେହି ଆପଣଙ୍କୁ ସାହାଯ୍ୟ କରିବେ ନାହିଁ, ନିଜର ସମସ୍ୟା କାହା ସହିତ ବାଣ୍ଟି ପାରିବେ ନାହିଁ, ଏବଂ ଯଦିଓ କାହାକୁ କୁହନ୍ତି ଯାହା ସେମାନଙ୍କ ପାଇଁ ଏକ ଛୋଟ କଥା ହେବ କିମ୍ବା ସେମାନେ ଏଥିପ୍ରତି ଧ୍ୟାନ ଦେବା ନାହିଁ। ଏହିପରି ଅବସ୍ଥାରେ ଆପଣଙ୍କର ଦୁଃଖ ତାର ଚରମ ସୀମାରେ ପହଞ୍ଚିବ। ଆପଣଙ୍କ ଅନୁଭବ କରିବେ ଯେପରି ଏହାଠାରୁ ଅଧିକ ଖରାପ ଆଉ କ'ଣ ହୋଇପାରେ। ଆପଣ ପୁରା ମର୍ମାହତ ହୋଇପାରିବେ। ଆପଣ ଦୁଃଖରେ ଚରମ ଅନୁଭବ କରିବେ। ଆପଣ ନିଶ୍ଚୟ ମହାନ ସାଧୁଙ୍କ ଜୀବନ ଦେଖିଥିବେ, ଯେବେ ତାଙ୍କ ଜୀବନରେ ସବୁଠାରୁ ବଡ଼ ଦୁଃଖ ଆସିଲା ଏବଂ ତାପରେ ତାଙ୍କ ମନରେ ବୈରାଗ୍ୟ ଆସିଲା। ତାପରେ ସେ ଏହି ଜୀବନ ଏହିପରି ଭୌତିକ ଭାଗ ଛାଡ଼ି ଈଶ୍ୱରଙ୍କୁ ଜାଣିବା ପାଇଁ ଏକ ପ୍ରକାରର ତୃଷ୍ଣା ଅନୁଭବ କଲେ। ଏହିପରି ଭାବରେ ସେ ଶେଷରେ ଭଗବାନଙ୍କୁ ହୃଦୟଙ୍ଗମ କଲେ। ଏହି ଦୁଃଖ ମଧ୍ୟ ଜଣେ ବ୍ୟକ୍ତି ଭାଙ୍ଗି ପଡ଼େ, କିନ୍ତୁ ଏହି ଦୁଃଖ ମାଧ୍ୟମରେ ତାର ଈଶ୍ୱରଙ୍କର ପ୍ରତି ପ୍ରେମ ମଧ୍ୟ ବଢ଼ିଥାଏ। ସେ ବୁଝିପାରେ ଯେ ଏହି ଦୁନିଆରେ ସବୁ କିଛି ଏହି ସୁଖ ନାହିଁ। ଏପରି କିଛି ଅଛି ଯାହା ଏହି ଭୌତିକ ସଂସାରରୁ ବହୁତ ଉପରେ। ସେ କେବଳ ଭଗବାନ ସର୍ବପ୍ରଥମେ ଆମକୁ ହାରିବା ଶିଖାନ୍ତୁ, କାରଣ ଯଦି ଆମେ ପରାଜୟକୁ ବୁଝିପାରିବା ନାହିଁ, ତେବେ ଆମେ ବିଜୟକୁ ବି ବୁଝିପାରିବା ନାହିଁ। ସେତେବେଳେ ଆପଣଙ୍କର ସମସ୍ତ ଆଶା ଭାଙ୍ଗିଯିବ। ସେତେବେଳେ ଆପଣଙ୍କର ଅନ୍ତରର ମନ୍ଥନ ହେବାକୁ ଲାଗେ, ଯାହା ଆପଣଙ୍କର ଭିତରର ଗୁଣ ଦୁର୍ଗୁଣର ଏକ ମୂଳକୁ ବୁଝିବାକୁ ଚେଷ୍ଟା କରିବେ।
ଆପଣ ଯାହା କରାଇଛନ୍ତି କିମ୍ବା ଯେଉଁଠି ବିଫଳ ହୋଇଛନ୍ତି ଆପଣ ତାହା କାରଣର ଖୋଜିବା ଆରମ୍ଭ କରିବେ। ନିଜେ ନିଜକୁ ପ୍ରଶ୍ନ କରିବେ, ଏହା ହେଉଛି ପ୍ରକୃଷ୍ଟ ସମୟର ଯେତେବେଳେ ଆପଣଙ୍କର ବିବେକ ସହିତ ସଂଯୋଗ କରିବା ଆରମ୍ଭ କରିବେ ଏବଂ ଠିକ୍ ଏହିଠାରେ ଆପଣଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଆସିବା ଆରମ୍ଭ ହେବ। ଏହି ଅବସ୍ଥାରେ ଆପଣ କୌଣସି ଜିନିଷକୁ ବିଜୟ କିମ୍ବା ପରାଜୟର ଅନୁଭବ କରିବେ ନାହିଁ। ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ବଦଳିଯିବେ। ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ବଦଳିଯିବ। ଯେଉଁ କାରଣରୁ ବାହାର ଘଟୁଥିବା ଘଟଣାଗୁଡ଼ିକ ଆପଣଙ୍କ ଉପରେ କମ୍ ପ୍ରଭାବ ପକାଇବ। ଆପଣ ବ୍ୟବଜଗତରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ନାଟକ ଭାବରେ ଦେଖିବା ଆରମ୍ଭ କରିବେ। ବାସ୍ତବରେ ଭାବନାରେ ନୁହେଁ, ଆପଣ ନିଜକୁ ଏକ ସବୁର ସାକ୍ଷୀ ପରି ଅନୁଭବ କରିପାରିବେ। ଆପଣ ପାଇଁ ସମଗ୍ର ବିଶ୍ୱ ଏକ ନାଟକ ହେଉ ଆଉ କିଛି ନୁହେଁ। ନିଷ୍ପତ୍ତି ଏହି ସମସ୍ତ ସୂଚନା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦିଆଯାଇଛି, ଯାହା ଦେଶ ତଥା ଧର୍ମ ପ୍ରତିକାର ତଥା ପରାମର୍ଶକୁ ନିଜର ବିଶ୍ୱାସ ଏବଂ ଆସ୍ଥା ଉପରେ ଚେଷ୍ଟା କରିବା ଉଚିତ। ବିଶେଷତଃ ଉଦ୍ଦେଶ୍ୟ କେବଳ ଆପଣମାନଙ୍କୁ ଉତ୍ତମ ପରାମର୍ଶ ଦେବା। ବନ୍ଧୁଗଣ, ଯଦି ଆପଣ ଏହି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।